ଭାରତର ଗଣତନ୍ତ୍ର ପର୍ବ ହେଉଛି ନିର୍ବାଚନ। ଏଥର 2024ର ନିର୍ବାଚନ ସବୁଠୁ ଚର୍ଚ୍ଚାରେ। ଓଡ଼ିଶାରେ 3ଟି ପର୍ଯ୍ୟାୟରେ ମତଦାନ ସରିଯାଇଛି। ଆଉ କେତେ ଦିନ ପରେ ମତଦାନର ଫଳାଫଳ ଜଣାପଡ଼ିବ। ତଥାପି ନେତା ଓ ଜନତାମାନଙ୍କ ମନରେ ଚାଲିଛି ନାନା କଳ୍ପନା ଜଳ୍ପନା। କିଏ ଜିତିବ, କିଏ ହାରିବ? ଓଡ଼ିଶାର 3ଟି ପ୍ରମୁଖ ଦଳ ହେଉଛି ବିଜେପି, ବିଜେଡି ଓ କଂଗ୍ରେସ। ଏହି ଦଳମାନଙ୍କ ଅଫିସରେ ଏବେ ଚାଲିଛି ଅଙ୍କ କଷା। କେଉଁ ବ୍ଲକରୁ କେତେ ଭୋଟ ଆସିଲେ ଆମେ ଜିତିପାରିବା? ପଶ୍ଚିମ ଓଡ଼ିଶା ପ୍ରତି ରହିଛି ସଭିଙ୍କ ନଜର। କାରଣ 2019 ନିର୍ବାଚନରେ ବିଜେପି ପଶ୍ଚିମ ଓଡ଼ିଶାରୁ ସମସ୍ତ 5ଟି ଯାକ ଲୋକସଭା ଆସନ ନିଜ ଅକ୍ତିଆରକୁ ନେଇଯାଇଥିଲା। ପଶ୍ଚିମ ଓଡ଼ିଶାରେ ରହିଛି 5ଟି ଲୋକସଭା ସିଟ୍, ଯେଉଁଟାକି ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼। ତ ଆମେ ଏହି ଭିଡ଼ିଓରେ ଜାଣିବା ପଶ୍ଚିମ ଓଡ଼ିଶାର ଲୋକସଭା ଆସନ ବିଷୟରେ। ଆମେ ଏହି ଭିଡ଼ିଓଟି ବିଭିନ୍ନ ସୋସିଆଲ ମିଡ଼ିଆର ସର୍ଭେର ସହାୟତାରେ ଏହି ଭିଡ଼ିଓଟିକୁ ପ୍ରସ୍ତୁତ କରିଛୁ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ପଶ୍ଚିମ ଓଡ଼ିଶାରେ 5ଟି ଲୋକସଭା ଆସନ ରହିଛି, ଯେଉଁଟା ହେଉଛି ସମ୍ବଲପୁର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼। ଆସନ୍ତୁ ଜାଣିବା ପ୍ରଥମେ ସମ୍ବଲପୁର ଲୋକସଭା ଆସନ ବିଷୟରେ। ସମ୍ବଲପୁରରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି କଂଗ୍ରେସରୁ ନଗେନ୍ଦ୍ର ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେଣୁ ସମ୍ବଲପୁରର ନିର୍ବାଚନ ଜୋରଦାର ଟକ୍କର ହେବ। 2019 ନିର୍ବାଚନରେ ଏଠାରେ ବିଜେପିର ନିତେଶ ଗଙ୍ଗଦେବ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ନଳିନୀକାନ୍ତ ପ୍ରଧାନଙ୍କୁ 9000 ଭୋଟରେ ହରାଇଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମର ସର୍ଭେ ଅନୁସାରେ କେନ୍ଦ୍ରରେ ବିଜେପି ସରକାର ଗଠନ ପାଇଁ ଲୋକେ ଅଧିକାଂଶ ବିଜେପିକୁ ସପୋର୍ଟ କରୁଥିବାର ଅନୁମାନ କରାଯାଉଛି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଲୋକପ୍ରିୟତା ବେଶୀ ରହିଥିବାରୁ ସମ୍ବଲପୁରରୁ ବିଜେପି ଜିତିବାର ସମ୍ଭାବନା ଅତ୍ୟଧିକ ରହିଛି। ଏବେ ଆସନ୍ତୁ ନଜର ଦେବା ବଲାଙ୍ଗୀର ଲୋକସଭା ଉପରେ। 2019 ଇଲେକ୍ସନରେ ବଲାଙ୍ଗୀରରେ ବିଜେଡିର କଳିକେଶ ନାରାୟଣ ସିଂଦେଓଙ୍କୁ ହରାଇ ବିଜେପିର ସଙ୍ଗୀତା କୁମାରୀ ସିଂଦେଓ ବିଜୟ ଲାଭ କରିଥିଲେ। ଏଥର ପୁଣି ସେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିରୁ। ଅପରପକ୍ଷରେ ସୁରେନ୍ଦ୍ର ସିଂ ଭୋଇଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେହିପରି ଚର୍ଚ୍ଚିତ ଅଭିନେତା ମନୋଜ କୁମାର ମିଶ୍ର କୌଶଳ ସମସ୍ୟାକୁ ନେଇ କଂଗ୍ରେସ ତରଫରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେଣୁ ଏହି ଆସନରେ ମଧ୍ୟ ଜୋରଦାର ଲଢ଼େଇ ହେବ। ଜିତିବ ବୋଲି 100% ପୂର୍ବାନୁମାନ କରିବା ବଡ଼ କାଠିକର ପାଠ। ତଥାପି ବିଭିନ୍ନ ସୋସିଆଲ ମିଡ଼ିଆର ସର୍ଭେ ଓ ନ୍ୟୁଜ୍ ଚ୍ୟାନେଲ ମାନଙ୍କର ମତକୁ ଆଲୋଚନା ଏବଂ ତର୍ଜମା କରିବା ପରେ କଂଗ୍ରେସ ଜିତିପାରେ ବୋଲି ପୂର୍ବ ଅନୁମାନ କରାଯାଇପାରେ। ଏବେ ଆସନ୍ତୁ ଜାଣିବା ବହୁ ଚର୍ଚ୍ଚିତ ବରଗଡ଼ ଲୋକସଭା ଆସନ ବିଷୟରେ। 2019 ନିର୍ବାଚନରେ ବିଜେପିର ସୁରେଶ ପୂଜାରୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଖାପାଖି 64,000 ଭୋଟରେ ପରାସ୍ତ କରି ବରଗଡ଼ ଲୋକସଭା ଆସନକୁ ଅକ୍ତିଆର କରିଥିଲେ। କିନ୍ତୁ ଏଥର 2024 ନିର୍ବାଚନରେ ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅପରପକ୍ଷରେ ବିଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ନୂଆ ପରୀକ୍ଷା ନିରୀକ୍ଷା କରୁଛି। ବିଜେଡିର ମହିଳା ପ୍ରାର୍ଥୀ ହେଉଛନ୍ତି ପରିଣୀତା ମିଶ୍ର। କଂଗ୍ରେସ ସଞ୍ଜୟ ଭୋଇଙ୍କୁ ଟିକେଟ ଦେଇଛି। ବିଜେପିର ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କ ବିରୋଧରେ ମହିଳା କାର୍ଡ କେତେ କାମ ଦେଉଛି ତାହା ଦେଖିବାକୁ ଲୋକେ ଚାହିଁ ରହିଛନ୍ତି। ମୋଟାମୋଟି ଦେଖିବାକୁ ଗଲେ ଏହି ଆସନ ମଧ୍ୟ ଜୋରଦାର ଲଢ଼େଇ ହେବ। କିନ୍ତୁ ବିଭିନ୍ନ ସୋସିଆଲ ମିଡ଼ିଆର ତଥ୍ୟ ଏବଂ ସର୍ଭେକୁ ଆଖି ଆଗରେ ରଖି ଏହି ଆସନ ବିଜେପି ହାତକୁ ଯିବାର ସମ୍ଭାବନା ରହିଛି। ଏବେ ନଜର ଦେବା କଳାହାଣ୍ଡି ଲୋକସଭା। 2019 ଇଲେକ୍ସନରେ କଳାହାଣ୍ଡିରୁ ବିଜୟ ଲାଭ କରିଥିଲେ ବିଜେପିର ବସନ୍ତ କୁମାର ପଣ୍ଡା। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେଡିର ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ କଂଗ୍ରେସରୁ ଥିଲେ ଟାଣୁଆ ନେତା ଭକ୍ତଚରଣ ଦାସ। କିନ୍ତୁ ଏଥର 2024 ନିର୍ବାଚନରେ ଦେଖିବାକୁ ମିଳିଛି ନୂଆ ମୁହଁ। କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଦ୍ରୌପଦୀ ମାଝୀ, ବିଜେପିରୁ ମାଳବିକା ଦେବୀ ଏବଂ ବିଜେଡିରୁ ଲମ୍ବୋଦର ନିଆଲ। ବିଭିନ୍ନ ୟୁଟ୍ୟୁବ ଚ୍ୟାନେଲ ଓ ଅନ୍ୟାନ୍ୟ ସୋସିଆଲ ମିଡ଼ିଆର ସର୍ଭେ ଅନୁସାରେ ଏଠାରେ ବିଜେଡି ଜିତିବାର ବହୁତ ସମ୍ଭାବନା ରହିଛି। ଏବେ ଦେଖିବା ସୁନ୍ଦରଗଡ଼ ଲୋକସଭା ଆସନ। 2019ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ କଂଗ୍ରେସରୁ ଗାର୍ଗୀ ତିର୍କି, ବିଜେଡିରୁ ସୁନିତା ବିଶ୍ୱାଳ ଏବଂ ବିଜେପିରୁ ଜୁଏଲ ଓରାମ। ଶ୍ରୀଯୁକ୍ତ ଓରାମ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁନିତା ବିଶ୍ୱାଳଙ୍କୁ 2 ଲକ୍ଷରୁ ଅଧିକ ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଥିଲେ। 2024 ଇଲେକ୍ସନରେ ଏଥର
ପୁଣି ସେ ସୁନ୍ଦରଗଡ଼ରୁ ଫୁଲ୍ ଦମରେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ବିପକ୍ଷରେ ରହିଛନ୍ତି କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ଏବଂ ବିଜେଡିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଜଣାଶୁଣା ହକି ଖେଳାଳି ଦିଲ୍ଲୀପ ତିର୍କୀ। ତେଣୁ ଏହି ନିର୍ବାଚନ ବହୁତ ଜୋରଦାର ଲଢ଼େଇ ହେବ। କିଏ ଜିତିବ କହିବା ମୁସ୍କିଲ। ତଥାପି ବିଭିନ୍ନ ସାମାଜିକ ଗଣମାଧ୍ୟମର ତଥ୍ୟ ଅନୁସାରେ ମୋଦି ହାୱା ପାଇଁ ବିଜେପି ଜିତିବାର ଅତ୍ୟଧିକ ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରୁ ମୋଟ 5ଟି ଲୋକସଭା ଆସନରୁ ବିଜେପି 3ଟି ସିଟ୍, ବିଜେଡି ଗୋଟିଏ ଏବଂ କଂଗ୍ରେସ ଗୋଟିଏ ସିଟ୍ ପାଇବାର ସମ୍ଭାବନା ରହିଛି। ଆପଣମାନେ ଦେଖୁଥିଲେ ପଶ୍ଚିମ ଓଡ଼ିଶାର ଲୋକସଭାର ତର୍ଜମା। ଆପଣମାନଙ୍କୁ କହି ରଖୁଛି, ବିଭିନ୍ନ ସାମାଜିକ ଗଣମାଧ୍ୟମକୁ ତର୍ଜମା କରି ଆମେ ଏହି ଭିଡ଼ିଓ ପ୍ରସ୍ତୁତ କରିଥିଲୁ। ବାସ୍ତବରେ କିଏ ଜିତିବା କହିବା କାଠିକର କାମ। ଆମେ ଏଠାରେ ପୂର୍ବ ଅନୁମାନ କରିଛୁ ମାତ୍ର। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ। କେଉଁ ତଥ୍ୟ ଯଦି ଭୁଲ ହୋଇଥାଏ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ହଁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।